ଆଚ୍ଛା ମତେ ଗୋଟେ କଥା କୁହ, ଆର ବର୍ଷ ରାମ ନାଟକରେ ରାବଣ କିଏ ହେଇଥିଲା? ତମେ ଥିଲ। ରାବଣ ହସ ଶିଖିଛ? ହସ ଟିକେ। ଏମିତି ସବୁ ରାବଣ ହଉଛନ୍ତି? ରାବଣ ହଉଛି ରାମ ନାଟକର ମୁଖ୍ୟ ଚରିତ୍ର, ଯିଏ ହଉଛି ଆକର୍ଷଣ, ଯାହାକୁ ଲୋକ ଦେଖିକି ରହିବେ। ତୁ ତ ରାବଣ ଗୋଟେ ହସଟାଇ ମାରିଦବୁ, ଲୋକ ତୋ ପାଖରେ ପୁରା ମାନେ ଆଟ୍ରାକ୍ଟ ହେଇକି ରହିବେ। କଣ ହସରେ ସାଙ୍ଗେ ସାଙ୍ଗେ ହସିଲେ କୋଉଠି ହସି ଦେଖି ମୁଁ କରିବି ମଝିରେ ଆପଣ କଲେ ଆଉ ମୋର ତ ସେଟା ହାତ ଅଛି ବୋଲି ମୁଁ ହସିଲି, ତୁ ମଝିରେ ଢେଙ୍କା କାହିଁ ଦେଖୁଛୁ? ଆଚ୍ଛା ମତେ ଗୋଟେ କଥା କୁହ, ରାମ କିଏ ହେଇଥିଲା? ରାମ ଯୋଗ୍ୟତା ଅଛି, ରାମ ପାଖରେ ଯୋଗ୍ୟତା ଅଛି। ଆରେ ରାମ ଜଣେ ମର୍ଯ୍ୟାଦା ପୁରୁଷ, ସେଇଭଳିଆ କ୍ୟାରେକ୍ଟରଟା ସେଇଟା। ତମ ପାଇଁ ହିଁ ରାବଣ ବଧ ହବ। ମତେ ଗୋଟେ କଥା କୁହ, ଆର ବର୍ଷ ସୀତା କିଏ ହେଇଥିଲା? ମୁଁ ତତେ କହିଦଉଛି, ତୋ ଯଦି ଯିବାର ଅଛି ତୁ ଏବେଠାରୁ କାହା ସାଙ୍ଗେ ପଳେଇବା କଥା ପଳା। ଆଉ ସେଦିନ ମୁଁ ଡାକିଲା ବେଳକୁ ତୁ ଯଦି କାହା ସାଙ୍ଗେ ଯାଇଥିବୁ ତାପରେ ମୋ କଥା ବୁଝିବୁ। ସେଦିନ ମୁଁ ଡାକୁଛି ସୀତା କାହିଁ ସୀତା କାହିଁ ସୀତା କାହିଁ, ସୀତାକୁ ଖୋଜିଲା ବେଳକୁ ସୀତା ଯାଇ ମେକବାଲା ସାଙ୍ଗରେ କୁଆଡେ ପଳେଇଛି।